ପ୍ରତିଟି ପାହାଚକୁ ଚଢ଼ିବା ପାଇଁ ହାତ ଧରିଥିବା ଆଉ ସମର୍ଥନ କରିଥିବା ଅଭିଭାବକମାନଙ୍କୁ ମୋର ନମସ୍କାର। 11 ବର୍ଷର ଉନ୍ନତିଟା ଗୋଟିଏ ଦିନରେ କେବେ ଦୋହଲି ଯିବନି। ସମସ୍ତଙ୍କର ପରିଶ୍ରମ, ସମସ୍ତଙ୍କର ଆଶୀର୍ବାଦରେ ଏହି ସ୍କୁଲ କେବେ ବି ତାର ଗୁଣାତ୍ମକ ମାନକୁ କୌଣସି କ୍ଷେତ୍ରରେ କୌଣସି ସମୟରେ ପଛଘୁଞ୍ଚା ଦେଇନି। ଆଉ ଆମର ଏହି ବିଶ୍ୱାସ ଅଛି ଯେ ଆପଣ ସମସ୍ତଙ୍କର ସମର୍ଥନରେ ଆମେ ଆର ଗୁଣାତ୍ମକ ମାନର ଅଧିକା ବିକାଶ କରିବୁ। ମୁଁ ବିଓ ସାର୍ଙ୍କୁ ଏବଂ ଜିଲ୍ଲା ଅଧିକାରୀଙ୍କୁ ଧନ୍ୟବାଦ ଦେବି। ସେ ଆସିଲେ, ସେ ପରଖିଲେ, ସେ ଜାଣିଲେ ଯେ ଗୋଟେ ଦେଶର ଏବଂ ଓଡ଼ିଶାର ମାନ୍ୟତା ତୁଳନାରେ ଏହି ସ୍କୁଲରେ ଅଭିଭାବକମାନଙ୍କର ଆଶା ଅନୁଯାୟୀ ଗୁଣାତ୍ମକ ମାନର ଶିକ୍ଷା ଅଛି। ମୁଁ ଗର୍ବର ସହିତ କହିବି ଯେ 7ଟି ପ୍ରଦେଶ ଆଉ 17ଟି ଜିଲ୍ଲାର ଶିକ୍ଷକ ଏହି ସ୍କୁଲରେ ଚାକିରି କରୁଛନ୍ତି। ମୁଁ ଏଟାକୁ ଭାବୁନି ଯେ ହରିଦାସପୁର ଗାଁ ଭିତରେ ଏହି ସ୍କୁଲଟି ଅଛି, ଯାଜପୁରର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ବୋଲି ଭାବି ତାହାର କେମିତି ଉତ୍ତରୋତ୍ତର ଉନ୍ନତି ହେବ, ସେଥିପାଇଁ ମୁଁ ମୋର ମ୍ୟାନେଜମେଣ୍ଟ ଏବଂ ଅଭିଭାବକଗଣଙ୍କୁ ହାତ ଯୋଡ଼ିକି କହିବି, ଚାଲ ଆଗକୁ ଯିବା, ବହୁତ ଆଗକୁ ଯିବା। ଆମର କମ୍ପିଟିସନ୍ ଯାଜପୁର ଭିତରେ ବା ଓଡ଼ିଶାରେ ନାହିଁ, ଭାରତ ଆଉ ପୃଥିବୀରେ ଆମ ପିଲା କେମିତି ନାଁ କରିବେ ସେଇଟା ପାଇଁ ଚେଷ୍ଟା କରିବା। ସ୍କୁଲର କିଛି ସମସ୍ୟାକୁ ବୁଝିବା ପାଇଁ ଏହାର ସମାଧାନ ନିମନ୍ତେ ଆମର ବିଓ ଧର୍ମଶାଳା ସାର୍ଙ୍କର ଉପସ୍ଥିତିରେ ଏକ ପ୍ରତ୍ୟେକ ବୈଠକ ଅନୁଷ୍ଠିତ ହୋଇଥିଲା। ସେଥିରେ ଯାହା ଯାହା ଆମର ପିଲାଙ୍କର ଭବିଷ୍ୟତ, ଉଜ୍ଜଳ ଭବିଷ୍ୟତ ପାଇଁ ଯାହା ଆମେ ଆଶା କରିଥିଲୁ ସେ ବିଷୟରେ ତତ୍ତ୍ୱାଧାନ ଭାବରେ ଆଲୋଚନା ହୋଇଥିଲା। ଏହାର ସମାଧାନ ପାଇଁ ସ୍କୁଲ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ଆମକୁ ପ୍ରତିଶ୍ରୁତି ଦେଇଥିଲେ ଏବଂ ଯେଉଁ ସମସ୍ୟା ବିଷୟରେ ଆମେ ଜାଣିପାରୁନଥିଲୁ ସେଥିପାଇଁ ଏକ ପରିଚାଳନା କମିଟି ହୋଇ ଆଗାମୀ ଦିନରେ ଏହାର ସମାଧାନ ପାଇଁ ସ୍ଥିର ହୋଇଛି ଏବଂ ବିଓ ସାର୍ଙ୍କ ତତ୍ତ୍ୱାବଧାନରେ ଯେଉଁ ଗୁଣାତ୍ମକ ଶିକ୍ଷା ଏବଂ ଶିକ୍ଷକ ନିଯୁକ୍ତି ବିଷୟରେ ଆମେ ସେଦିନ ଯାହା ଜାଣିଲୁ ଯେ ସେଥିରେ ତାଙ୍କର ଆପଣଙ୍କର ତତ୍ତ୍ୱାବଧାନରେ ଯେ ଶିକ୍ଷକମାନେ ନିଯୁକ୍ତି ଅଛନ୍ତି, ତାଲିମପ୍ରାପ୍ତ ଶିକ୍ଷକ କିଛି ଅଛନ୍ତି ଏବଂ ଆଗାମୀ ଦିନରେ ଶିକ୍ଷା ବୃଦ୍ଧି ପାଇଁ ଯାହା ଆବଶ୍ୟକ ହେବ ସେ ସେଥିରେ ସହଯୋଗ କରିବେ ଏବଂ ଆମ ପିଲାଙ୍କ ଭବିଷ୍ୟତ ପାଇଁ ଏ ଅଞ୍ଚଳର, ଯେହେତୁ ଏଟା ଗୋଟେ ଇଂଲିଶ ମିଡ଼ିୟମ ସ୍କୁଲ, ତେଣୁ ଆମେ ସମ୍ପୂର୍ଣ୍ଣ ଏହାର ମାନ ବୃଦ୍ଧି ପାଇଁ ଆମେ ଯାହା ଆବଶ୍ୟକ ପଡ଼ିବ ଏ ଅଭିଭାବକ ସଂଘ ଅଭିଭାବକମାନେ ପ୍ରତିଶ୍ରୁତି ଦେଇଛନ୍ତି ସେଥିରେ ସହଯୋଗ କରିବେ ସ୍କୁଲ କର୍ତ୍ତୃପକ୍ଷ। ଧନ୍ୟବାଦ। ନିଶ୍ଚିନ୍ତ ଭାବରେ ଫିସ୍ କଥା ଯେଉଁ ଆଲୋଚନା ହୋଇଥିଲା ତାକୁ ମଧ୍ୟ ଏ ପରିଚାଳନା କମିଟି ମାନି ନେଇଛନ୍ତି। ସେଥିରେ ଆବଶ୍ୟକ ମୁତାବିକ ଆମେ ମଧ୍ୟ ତାକୁ ଗୋଟେ ସ୍ତରକୁ ଆଣିଛୁ ଏହାର ବୃଦ୍ଧି ପାଇଁ।